ରାମାୟଣ କାହାଣୀ ଦଶରଥଙ୍କ ପୁତ୍ର ଲାଭ। ପୂର୍ବ କାଳରେ ଅଯୋଧ୍ୟା ରାଜ୍ୟରେ ଦଶରଥ ନାମରେ ଜଣେ ରାଜା ଥିଲେ। ତାଙ୍କର 3 ରାଣୀ ଥିଲେ। ସେମାନଙ୍କ ନାମ ଥିଲା କୌଶଲ୍ୟା, କୈକେୟୀ ଓ ସୁମିତ୍ରା। ରାଜା ଦଶରଥ ପ୍ରଜାମାନଙ୍କୁ ଅତି ସୁଖରେ ପାଳନ କରୁଥିଲେ। ତାଙ୍କର ଏକମାତ୍ର ଦୁଃଖ ତାଙ୍କର ସନ୍ତାନ ନଥିଲେ। ତାଙ୍କ ଅନ୍ତେ କିଏ ଅଯୋଧ୍ୟା ରାଜ୍ୟକୁ ରକ୍ଷା କରିବ, ଏହି ଚିନ୍ତା ତାଙ୍କୁ ଘାରୁଥିଲା। ରାଜା ମନ୍ତ୍ରୀମାନଙ୍କ ପରାମର୍ଶରେ ଋଷ୍ୟଶୃଙ୍ଗ ଋଷିକୁ ଡକାଇ ଗୋଟିଏ ଯଜ୍ଞ କରାଇଲେ। ଯଜ୍ଞ ଶେଷରେ ଅଗ୍ନିଦେବତା ଯଜ୍ଞକୁଣ୍ଡରୁ ବାହାରି ଚରୁ ଅନ୍ନ ଦଶରଥଙ୍କୁ ଦେଲେ। ଦଶରଥ ତାହା ନେଇ ରାଣୀ କୌଶଲ୍ୟା ଓ କୈକେୟୀଙ୍କୁ ଦେଲେ। ସେ ଦୁହେଁ ନିଜ ନିଜ ଚରୁରୁ ଗୋଟାଏ ଲେଖାଏଁ ଭାଗ ରାଣୀ ସୁମିତ୍ରାଙ୍କୁ ଦେଲେ। ଏହି ଚରୁ ଅନ୍ନ ଖାଇବାର କିଛି ଦିନ ପରେ କୌଶଲ୍ୟାଙ୍କ ଗର୍ଭରୁ ରାମଚନ୍ଦ୍ର, କୈକେୟୀଙ୍କ ଗର୍ଭରୁ ଭରତ ଏବଂ ସୁମିତ୍ରାଙ୍କ ଗର୍ଭରୁ ଲକ୍ଷ୍ମଣ ଓ ଶତ୍ରୁଘ୍ନ ବୋଲି 2ଟି ପୁଅ ଜନ୍ମ ହେଲେ। ଦଶରଥ 4ଟି ପୁଅ ଲାଭ କରି ଅତି ଆନନ୍ଦିତ ହେଲେ। ପୁଅମାନେ ଦିନକୁ ଦିନ ବଢ଼ିବାକୁ ଲାଗିଲେ। ସେମାନଙ୍କର ସୁନ୍ଦର ରୂପ ଦେଖି ରାଜା ଓ ରାଣୀମାନେ ଯେପରି ଆନନ୍ଦିତ ହେଲେ, ପ୍ରଜାମାନେ ମଧ୍ୟ ସେହିପରି ଆନନ୍ଦିତ ହେଲେ। ପିଲାମାନେ ଟିକିଏ ବଡ଼ ହେବାରୁ ରାଜା ଦଶରଥ ସେମାନଙ୍କ ଉପଯୁକ୍ତ ଶିକ୍ଷାର ବ୍ୟବସ୍ଥା କଲେ। ଦିନେ ରାଜା ଦଶରଥ ମନ୍ତ୍ରୀମାନଙ୍କୁ ଘେନି ସଭାରେ ବସିଛନ୍ତି। ଏହି ସମୟରେ ବିଶ୍ୱାମିତ୍ର ଋଷି ସେଠାରେ ଉପସ୍ଥିତ ହେଲେ। ରାଜା ତାଙ୍କର ପୂଜା ଅର୍ଚ୍ଚନା କରି ଆସନରେ ବସାଇଲେ ଏବଂ ତାଙ୍କ ଆଗମନର କାରଣ ପଚାରିଲେ। ବିଶ୍ୱାମିତ୍ର କହିଲେ, ମହାରାଜ, ଆମେ ଋଷିମାନେ ସିଦ୍ଧ ବନରେ ରହି ଯଜ୍ଞ କରୁ, କିନ୍ତୁ ଅସୁରମାନଙ୍କ ଅତ୍ୟାଚାରକୁ ଆମର ଯଜ୍ଞ ହୋଇପାରୁନାହିଁ। ସେମାନେ ଆମ ଯଜ୍ଞକୁଣ୍ଡ ନଷ୍ଟ କରି ଦେଉଛନ୍ତି, ଯଜ୍ଞ ଦ୍ରବ୍ୟକୁ ଅପବିତ୍ର କରି ପକାଉଛନ୍ତି। ଆପଣଙ୍କୁ ମୋର ଅନୁରୋଧ, ଆପଣ ରାମ ଓ ଲକ୍ଷ୍ମଣଙ୍କୁ ମୋ ସହିତ ପଠାନ୍ତୁ। ସେମାନେ ଅସୁରମାନଙ୍କୁ ମାରି ଆମର ଯଜ୍ଞ ରକ୍ଷା କରିବେ। ଏହା ଶୁଣିଲା କ୍ଷଣି ଦଶରଥଙ୍କ ମୁଣ୍ଡରେ ବଜ୍ର ପଡ଼ିଲା ପରି କଷ୍ଟ ହେଲା। ରାମ ଲକ୍ଷ୍ମଣଙ୍କୁ ସେ ପ୍ରାଣ ଭରି ଭଲ ପାଉଥିଲେ। ସେମାନେ ଅତି ସୁକୁମାର ପିଲା। ଅସୁରମାନେ ଦେଖିବାକୁ ଯେପରି ଭୟଙ୍କର, ସେମାନଙ୍କ ପ୍ରକୃତି ମଧ୍ୟ ସେହିପରି ମନ୍ଦ। ଛୋଟ ପିଲା 2ଟା କିପରି ବା ଅସୁରମାନଙ୍କ ସଙ୍ଗେ ଯୁଦ୍ଧ କରି ସେମାନଙ୍କୁ ବିନାଶ କରିବେ? ତାଙ୍କ ମୁଣ୍ଡ ଭ୍ରମିଗଲା। ସେ ଅତି ବିନୟରେ କହିଲେ, ହେ ମୁନି, ପିଲା 2ଟା କିପରି ଆପଣଙ୍କ ଯଜ୍ଞ ରକ୍ଷା କରିବେ? ସେମାନେ ଯୁଦ୍ଧର କ'ଣ ଜାଣିଛନ୍ତି ଯେ ଅସୁରମାନଙ୍କୁ ମାରିବେ? ମୁଁ ଆପଣଙ୍କ ସଙ୍ଗରେ ଯାଇ ଅସୁରମାନଙ୍କୁ ବଧ କରିବି। କିନ୍ତୁ ବିଶ୍ୱାମିତ୍ର ରାମ ଲକ୍ଷ୍ମଣଙ୍କୁ ସଙ୍ଗରେ ନେଇ ଯିବା ପାଇଁ ଜିଦ୍ କଲେ। ଦଶରଥ ତାଙ୍କର କୁଳଗୁରୁ ବଶିଷ୍ଠଙ୍କୁ ପଚାରିବାରୁ ସେ କହିଲେ, ବିଶ୍ୱାମିତ୍ର ସାମାନ୍ୟ ଋଷି ନୁହନ୍ତି। ତାଙ୍କ ସଙ୍ଗେ ରାମ ଲକ୍ଷ୍ମଣଙ୍କୁ ପଠାଇଲେ ସେମାନଙ୍କର ମଙ୍ଗଳ ହେବ। ବିଶ୍ୱାମିତ୍ରଙ୍କ କଥା ନ ରଖିଲେ ସେ ରାଗି ଅଭିଶାପ ଦେବେ। ତେଣୁ ବିଶ୍ୱାମିତ୍ରଙ୍କ କଥା ମାନି ରାମ ଲକ୍ଷ୍ମଣଙ୍କୁ ତାଙ୍କ ସହିତ ପଠାଇ ଦିଅନ୍ତୁ।